ସାଙ୍ଗମାନେ ବର୍ତ୍ତମାନ ନା ମୁଁ ମଟନ୍ ବନେଇବା ପାଇଁ ଯାଉଛି ଆଉ ରାତିରେ କାହିଁକିନା ଆମର ସକାଳେ ନା ବାବା ମଟନ୍ ନେଇକି ଆସିଥିଲେ କାହିଁକିନା ଜାଣିନଥିଲେ ଦାଦା ଆମର ଛାତ ପକାଉଛନ୍ତି ବୋଲି ତ ସେପଟେ ମୁଁ ପଳେଇଥିଲି ଦାଦାଙ୍କର ଛାତ ପଡ଼ୁଥିଲା ତ ମଟନ୍ଟା ରହିଯାଇଥିଲା ସେଥିପାଇଁ ମୁଁ ବର୍ତ୍ତମାନ ରାତିରେ ବନେଇ ନେଉଛି। ଏପଟେ ମୁଁ ମସଲା ଗ୍ରାଇଣ୍ଡର କରିସାରିଛି, ପିଆଜ କାଟୁଛି, ଆଳୁ ବି କାଟି ନେବି, ତାପରେ ଆପଣମାନଙ୍କୁ ସେ ଦେଖାଉଛି ମୁଁ କେମିତି କ'ଣ ରୋଷେଇ କରୁଛି। ଦେଖନ୍ତୁ ମୁଁ ପିଆଜ କାଟି ନେଉଛି, ବର୍ତ୍ତମାନ ଆଳୁ କାଟି ନେବି ଆଉ ଆଳୁର ଚୋପା ଥାଇକି ହିଁ କାଟି ନେବି କାହିଁକିନା ଚୋପା ଥିଲେ ନା ମଜା ଲାଗେ ଖାଇବା ପାଇଁ। ଆଉ କେଉଁ ମାନେ ଚୋପା ଥାଇକି କାଟୁଛନ୍ତି ମଟନରେ ପକାଇବା ପାଇଁ ଆଉ ମୋତେ କମେଣ୍ଟ ମାଧ୍ୟମରେ ନିହାତି ଜଣାଇବେ। ଆଉ ମୁଁ ତ ଏମିତି କାଟୁଛି। ଚାଲନ୍ତୁ ବର୍ତ୍ତମାନ ମଟନ୍ ବନେଇବା ଆରମ୍ଭ କରିବା, ଠିକ୍ ଅଛି। ତ ବର୍ତ୍ତମାନ ତେଜପତ୍ରଟି ପକାଇ ନେଉଛି, ପିଆଜ କାଟିକି ରଖିଛି ତାକୁ ବି ପକାଇ ନେଉଛି। ଏପଟେ ମଟନ୍ ପାଇଁ ମୁଁ ମସଲା କଷି ସାରିଲିଣି, ମାନେ କରୁଛି। ଆଉ ଏପଟେ ମୁଁ ମଟନ୍ ଧୋଇକିରି ହଳଦୀ ଗୋଳେଇକି ରଖିଦେଇଛି। ତାପରେ ଏପଟେ ଆଳୁକୁ ମୁଁ କାଟିକି ରଖିଦେଇଛି, ଆକୁ ମୁଁ ଫ୍ରାଏ କରିଲିନି, ଏମିତି ନର୍ମାଲ ପକାଇଦେବି ବୋଲି ଭାବିକି କରିଦେଲି। ତ ଏମିତି ତ ଚାଲନ୍ତୁ ଦେଖିବେ। ଦେଖନ୍ତୁ ଏପଟେ ମସଲା କଷି ନେଉଛି, ତ ଚାଲନ୍ତୁ ଆଳୁକୁ ମୁଁ ପକାଇ ନେଉଛି। ଏପଟେ ମଟନ୍ ବି ପକାଇ ନେଉଛି, ସବୁ ବର୍ତ୍ତମାନ ଏପଟେ ସ୍ୱାଦ ଅନୁସାରେ ଲୁଣ, ଦେଖନ୍ତୁ ମୁଁ ଲୁଣ ବାଉଲ କେମିତି କ'ଣ ହେଇଛି କମେଣ୍ଟ ମାଧ୍ୟମରେ ନିହାତି ଜଣେଇବେ। ମଟନ୍କୁ ବର୍ତ୍ତମାନ ମୁଁ କଷି ନେଉଛି, ତାପରେ କୁକର ସିଟି ପାଇଁ କୁକର ଅଫ୍ କରିବି। ତ ଆପଣମାନେ ଦେଖି ନେଉଛନ୍ତି, ଦେଖନ୍ତୁ ଦେଖନ୍ତୁ ମଟନ୍ ବର୍ତ୍ତମାନ କଷି ହେଉଛି, ମୁଁ କଷିବାରେ ଲାଗିଛି। ତାପରେ ପାଣି ଦେବା, ବର୍ତ୍ତମାନ ପାଣି ଦେଇଦେବା। ମଟନ୍ କଷି ହେଇଯାଇଛି, ପାଣି ଦେଇଦେବା। 15 ମିନିଟ୍ ପାଇଁ ତାକୁ ସିଟି ଲଗାଇବା ପାଇଁ ଛାଡ଼ିଦେବା। ମୁଁ ଥଣ୍ଡା ପାଣି ଦେଇଦେଉଛି କାହିଁକିନା କୁକର ବସେଇବି ନା, ତ କିଛି ଗରମ ପାଣିର ଜରୁରତ ହିଁ ନାହିଁ। ମାନେ ବାହାରେ କଢ଼ାଇ କରିଥିଲେ ଦରକାର ହେଇଥାନ୍ତା, ତ ସେଥିପାଇଁ ମୁଁ ଥଣ୍ଡା ପାଣି ଦେଇଦେଉଛି। ତ କନ୍ଧମାଳ ମଟନ୍ ବିଷୟରେ ତ ଆପଣମାନେ ଜାଣିଛନ୍ତି। କନ୍ଧମାଳ ମଟନ୍ କେତେ ଟେଷ୍ଟ, କେତେ ବାସ୍ନା, ମାନେ ତାର କେବଳ ଆଳୁ ଝୋଳରେ ହିଁ ଆପଣ ଭାତ ପୁରା ଥାଳିଏ ଖାଇନେବେ। ତ ଯେଉଁମାନେ କନ୍ଧମାଳ ମଟନ୍ ଖାଇବା ପାଇଁ ଚାହୁଁଛନ୍ତି ମୋ ଘରକୁ ଜଲ୍ଦି ପଳେଇ ଆସନ୍ତୁ, ମୁଁ ବନେଇଛି, ମିଶିକି ଖାଇନେବା। ତ ରାଧେ ରାଧେ।